ଭାଇ ନମସ୍କାର। ନମସ୍କାର ଭାଇ। କେମିତି ଅଛନ୍ତି ଭାଇ? ଭଲ ଅଛି ଭାଇ, ଆପଣ କେମିତି ଅଛନ୍ତି? ମୁଁ ଭଲ ଅଛି। ଆପଣଙ୍କୁ ପୁଣି ବିବାଦ ଆପଣଙ୍କୁ ନେଇକି ମୁଣ୍ଡ ଟେକିଲାଣି। ଭଲ କେମିତି ଅଛନ୍ତି? ରାତିରେ ଶୋଇକି ଆସିଥିବେ, ସକାଳୁ ଖବର ଦେଖୁଛନ୍ତି ଯେ ଆପଣ କାହାକୁ ବାଡେଇକି ମୁଣ୍ଡ ଫୁଣ୍ଡ ଫଟେଇ ଦେଇଛନ୍ତି। ନା ନା, ମୁଁ ବାଡେଇନି କି ତାଙ୍କର ମୋ ସାଙ୍ଗରେ କୌଣସି ବଚସା ହେଇନି। ଆଜ୍ଞା। ମୁଁ ବାସ୍ ସିନ୍ ଯାଉଥିଲି, ସେ ହୁଁ। ସମୟରେ ସେ ମତେ ଅଟକେଇଲେ, କହିଲେ ଭାଇ ଟିକେ ଫଟୋଟା ଉଠେଇବା। ମୁଁ କହିଲି ଆପଣ ଏଇଠି ଥାଆନ୍ତୁ, ମୁଁ ସିନ୍ ସାରିକି ଆସେ। ଆଜ୍ଞା ଏତିକି ହଉଛି କଥା। ତାପରେ ମୁଁ ସିନ୍ ପଳେଇଛି। ଆଜ୍ଞା ମୋ ସିନ୍ ରେ ଥିବା ଅବସ୍ଥାରେ ତାଙ୍କର କଣ କାହା ସାଙ୍ଗରେ ପାଟିତୁଣ୍ଡ ହେଇଛି, ତାଙ୍କର ସେ ଲୋକଙ୍କ ସାଙ୍ଗରେ କି କାହା ସାଙ୍ଗରେ, କିନ୍ତୁ ମୁଁ ଆସିବା ପରେ ଜାଣିଲି ଯେ ସେ ଥାନାକୁ ପଳେଇଲେଣି। ତାଙ୍କ ଭିତରେ ଝଗଡା ଝାଟି କଥା ଥାନାକୁ ଗଲାଣି। ଆଜ୍ଞା ଯେହେତୁ ଫୋନ ଆସିଲା ସକାଳେ, ଆଜ୍ଞା ସେ ମୋ ନାଁ ଲେଖି ଦେଇଥିଲେ, ଆଜ୍ଞା ତେଣୁ ମତେ ଯିବା ପାଇଁ ପଡିଲା ଥାନାକୁ। ଆଜ୍ଞା କିନ୍ତୁ ଥାନାରେ ସେ ସ୍ପଷ୍ଟ ଲେଖିଛନ୍ତି ବି ସେ ଯୋଉ ସମାଧାନରେ ଆଜ୍ଞା ଯେ ପିୟୁଷ ବାବୁଙ୍କ ସାଙ୍ଗରେ ଆମର କୌଣସି ଝଗଡା ହେଇନି କି ଆଜ୍ଞା ପିୟୁଷ ଭାଇଙ୍କ ସାଙ୍ଗରେ ଆମର କୌଣସି ବଚସା ହେଇନି, ଆଜ୍ଞା ଅନ୍ୟ ଲୋକଙ୍କ ଦ୍ଵାରା ଏସବୁ ହେଇଛି ସେ ଲେଖିଛନ୍ତି। ଆଜ୍ଞା। ଭାଇ, ଆପଣ ଜଣେ ଉଚ୍ଚ କୋଟିର କଳାକାର, ତେଣୁକରି ମାନେ ଛୋଟ ମୋଟ ବିବାଦରେ ଆପଣଙ୍କୁ ବେଶୀ ହାଇଲାଇଟ କରାଯାଉଛି କି ଯୋଉଟା ଗଣମାଧ୍ୟମକୁ ଆସିବା କଥା ନୁହଁ, ଯୋଉଥିରେ ଆପଣଙ୍କ ନାଁ ନାହିଁ। ଯେଉଁ ବ୍ୟକ୍ତି ଅଭିଯୋଗ କରିଛନ୍ତି ସେ ଆପଣଙ୍କ ସହିତ ସେଲଫି ନେଉଛନ୍ତି, ଆମେ ଭିଡିଓରେ ଦେଖୁଛୁ। ଏଇଟା କଣ ନିହାତି ଆବଶ୍ୟକତା ଥିଲା ଭାଇ? ଭାଇ ମୁଁ ତ ସେ କଥା କହିପାରିବିନି। ଆଜ୍ଞା ମୁଁ ବାସ୍ ଏତିକି କହିବି ଯେ ଖଣ୍ଡଗିରି ଯାତ୍ରା ବେଳେ ଆଜ୍ଞା ଆପଣ ମଧ୍ୟ ଆସିଥିଲେ ଯାତ୍ରା ଦେଖିବା ପାଇଁ। ଆଜ୍ଞା ଆପଣ ଦେଖିଛନ୍ତି ମୋ ଚାରିପଟେ କିଏ ବାଉନ୍ସର ରହିବା କି କାହାକୁ କଣ କହିବା ଦେଖିଛନ୍ତି? ହୁଁ ଖଣ୍ଡଗିରିରେ ଏତେ ଲୋକ ଥିଲେ, ଆଜ୍ଞା ସେମାନେ ବି ତ ଆସନ୍ତି, କଥା ହୁଅନ୍ତି, ସେମିତି କିଛି ନୁହଁ। ହୁଁ ଯେତେବେଳେ ସମୟ ଖରାପ ପଡିବ ଏମିତି ହବ ଭାଇ। ହୁଁ। ସେଥିରେ ଆପଣଙ୍କର ଲେନଦେନ କିଛି ନଥିଲା ଭାଇ? ନା। ଏବେ କେସ୍ ସମାଧାନ? ହଁ। ତାହେଲେ ଯୋଉ ବ୍ୟକ୍ତି ଜଣକ ଅଭିଯୋଗ କରିଛନ୍ତି ତାଙ୍କର ମାନେ ଖଣ୍ଡିଆ ଖାବରା ହେଇଛି, ଏସବୁ କିଏ ଆପଣଙ୍କ ବାଉନ୍ସର ମାରିଛନ୍ତି? ମୋର ବାଉନ୍ସର କାହାନ୍ତି? ମୋ ପାଖରେ କେହି ବାଉନ୍ସର ନାହାନ୍ତି, ମୁଁ ସେ ଧରଣର କଳାକାର ହେଇନି। ଆଜ୍ଞା। ତାହେଲେ ସେ ଯୋଉ ମାଡ ଯିଏ ଭାଇ ଖାଇଛନ୍ତି ବା ଯୋଉ ଅଭିଯୋଗ ଆଣୁଛନ୍ତି, ସେ କଣ କମିଟିର ସଦସ୍ୟ ଥିଲେ ଭାଇ? ନା ନା ନା, ସେ କମିଟିର ମାନେ ସଦସ୍ୟ ନୁହନ୍ତି, ସେ ବାହାରର ପିଲା ଆସିଥିଲେ ସେ କମିଟି କି ଯାତ୍ରା ଦେଖିବା ପାଇଁ। ମୁଁ ସକାଳେ ଜାଣିଲି ଥାନାରେ, ଯେତେବେଳେ ତାଙ୍କ ସାଙ୍ଗରେ କଥା ହେଲି ଆଜ୍ଞା। ମୁଁ ଜାଣିଲି। ଆପଣଙ୍କୁ ମଞ୍ଚ ଯେତେବେଳେ ଆପଣଙ୍କର ଡାଇଲଗ ପଡୁଛି, ଆପଣଙ୍କର ସିନ୍ ଅଛି, ଆପଣ ଯାଉଛନ୍ତି, ଆପଣଙ୍କୁ କଳାକାର ମାନେ ଆପଣଙ୍କୁ ଟିକେ ଦେଖିବା ପାଇଁ ବା ଆପଣଙ୍କ ସହିତ ଗୋଟେ ସେଲ୍ଫି ନେବା ପାଇଁ ଗ୍ରୀନ ରୁମ୍ ପଛପଟରେ ଭିଡ ଜମୁଛି। ଯୋଉମାନେ ଜମଉଛନ୍ତି ସେମାନେ ବି ବୁଝିବା ଦରକାର ନା, ଯାହାକୁ ଆମେ ଦେଖିବା ପାଇଁ ଆସିଛୁ ଗ୍ରୀନ ରୁମ୍ ରେ ଜଣେ ଦି ଜଣ, ତାଙ୍କୁ ଦେଖିବା ପାଇଁ ମଞ୍ଚ ତଳେ ହଜାର ହଜାର ଲୋକ ଉପସ୍ଥିତ ଅଛନ୍ତି। ସେ ପ୍ରଥମେ ସେଇଟାକୁ ପ୍ରାଧାନ୍ୟ ଦେବା ଦରକାର। ଗୋଟେ ସାଧାରଣ ଆପଣଙ୍କ ଫ୍ୟାନ୍ ଫଲୋଅର୍ସକୁ ଆପଣ କେମିତି ବୁଝେଇବେ, ଯୋଉମାନେ ମତେ ଗ୍ରୀନ ରୁମ୍ ରେ ଆସି ଯେତେବେଳେ ମୁଁ ଫାଙ୍କା ଥିବି ଫଟୋ ଉଠେଇବି, କେମିତି କଣ ତାଙ୍କୁ ବୁଝେଇବେ? କିଛି ନାହିଁ, ସବୁ କିଛି ସୁଖରେ ଚାଲିଥିଲା, ଆଜ୍ଞା। ହଠାତ୍ ଏମିତି ହେଲା, ପୁଣି ଚାଲିବ, ସବୁ ଠିକ ଠାକ ଚାଲିବ। ସବୁ ଠିକ ଠାକ ଚାଲିବ। ଆଜ୍ଞା। ଆପଣଙ୍କୁ ଖରାପ ଭାଷାରେ ସେଠି ବ୍ୟବହାର କରାଗଲା ବୋଲି ଆମେ ଶୁଣିଲୁ, ଯେହେତୁ ମାନେ ଗଣମାଧ୍ୟମରେ। ଖରାପ ଭାଷାରେ ଆଜ୍ଞା କଣ କହିବେ, ଯାହା ଏଇ ମା ଭଉଣୀ ମତେ ବକିବେ। ସିଏ ତ ମାନେ ସେଇଠି କହିଲେ, ଯୋଉମାନେ ଆଜ୍ଞା ମତେ ମୋ ଆଗରେ ନ କହିକି ପଛରେ କହୁଛନ୍ତି, ମୁଁ ତାଙ୍କର ବି କଣ କରିପାରିବି? ଆଜ୍ଞା। ତେଣୁ ସେସବୁରେ କିଛି ନଥାଏ। ଭାଇ, ଗୋଟେ ଛୋଟିଆ ବ୍ୟକ୍ତିଗତ ପ୍ରଶ୍ନଟେ ପଚାରିବି। ଆପଣ ମଞ୍ଚ ଉପରକୁ ଆଜ୍ଞା। ଉଠିବା ପାଇଁ ଯାଉଛନ୍ତି, ଆପଣଙ୍କର ଫ୍ୟାନ୍ସ ଜଣେ ଫଟୋ ଉଠିବା ପାଇଁ ଚାହୁଁଛି, ଆପଣଙ୍କର ସିନ୍ ପଡିଯାଉଛି, ଆପଣ ବ୍ୟସ୍ତ ହେଇକି ଯାଉଛନ୍ତି, ତା ଭିତରେ ସେ ଆପଣଙ୍କୁ ଖରାପ ଭାଷାରେ ଇଙ୍ଗିତ କରିକି ସୋଧାସୋଧି କରିଦେଲେ, ତ ଆପଣ ସେଇ ସମୟରେ କେମିତି ନିଜକୁ କଣ୍ଟ୍ରୋଲ କରିକି ମଞ୍ଚ ଉପରକୁ ଯାଆନ୍ତି ଆଉ ନିଜର ଅଭିନୟ ଜାରି ରଖନ୍ତି? କିଛି ନାହିଁ, ମୁଁ ଏମିତି ବହୁତ ଜାଗାରେ ଫେସ୍ କରେ, ଆଜ୍ଞା। ତେଣୁ ଏସବୁ ଦେହ ସୁହା ହେଇଯାଇଛି, ଆଉ କିଛି ଅସୁବିଧା ନାହିଁ। ମାନେ ପିୟୁଷ ବିବାଦ ଭିତରେ ଫସି ହେଇ ହେଇ ତାଙ୍କର ଦେହ ସୁହା ହେଇଯାଇଛି। ଏଇଟା ବିବାଦ ନୁହଁ, ଆଉ ସବୁବେଳେ ବିବାଦ ବିବାଦ ଭାଇ। ମୁଁ ତିଆରି କରିଛି କୌଣସି ବିବାଦ? ଆଉ ଯଦି ମତେ ନେଇକି ବିବାଦ କରିବ ତାହେଲେ ମୁଁ କଣ କରିପାରିବି? ଆଜ୍ଞା ଯଦି ଆଜ୍ଞା ମୁଁ ତିଆରି କରନ୍ତି ବିବାଦ, ହଁ ତାହେଲେ ମୁଁ ବିବାଦଟାକୁ ଭଲ ପାଆନ୍ତି ବୋଲି ସମସ୍ତେ କହନ୍ତେ। ଆଜ୍ଞା। ଆପଣଙ୍କୁ ଯଦି ନେଇକି ବିବାଦ ଏଇଥିପାଇଁ, ଯେହେତୁ ଗଣମାଧ୍ୟମରେ ଭିଉ ଅଛି ବୋଲି, ସେଇଥିପାଇଁ ଆପଣ କେବେ ବେଳେ ବେଳେ ଭାବନ୍ତି କି? ଗଣମାଧ୍ୟମକୁ ବି କାହିଁକି ଦୋଷ ଦେବି? ମୁଁ ତ ଜାଣିଛି ମୋ ସମୟ ଖରାପ। ଆଜ୍ଞା। ଭାଇ, ଶେଷରେ ଯେତେବେଳେ ଥାନାରୁ ଆପଣ ବାହାରିଲେ, ଆଜ୍ଞା। ସେତେବେଳେ ଯୋଉ ଭାଇ ଜଣକ ଅଭିଯୋଗ କରିଥିଲେ, ତାଙ୍କର ଆଉ ଆପଣଙ୍କ ଭିତରେ କନଭରସେସନ କଣ ହେଇଥିଲା? ହଁ, ବହୁତ ଭଲ। ସେ ଭାଇ ଆସିଲେ, ଆମର ଢେର ସାରା କଥା ହେଲେ, ଆଜ୍ଞା ବୁଝିଲେ ସବୁ ଘଟଣା ବିଷୟରେ। ଆଜ୍ଞା ପୁଣି ଫଟୋ ଉଠେଇକି ମୁଁ ଆସିଲି।
आज्ञा बहुत बहुत धन्यवाद अंतत पक्षे आम आशा करूँ ये ऑडियो पर ये विवाद अंत हम बोली जो चर्चा होची से चर्चार अंत हो बोली विवाद कहले भूल हम जो चर्चा होची चर्चार अंत हो बोली कहि परिबा आज्ञा रहिली भाई नमस्कार 47 वर्षर ट्रस्टेड ब्रांड राज इलेक्ट्रॉनिक्स ए वर्ष एसी और रेफ्रिजरेटर सबुठारु कम रेट रे केवल राज इलेक्ट्रॉनिक्स रे।